ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଦାଉଦଙ୍କୁ ପ୍ରଭୁ କାହିଁକି ଅଧିକ ପସନ୍ଦ କଲେ। ପରମେଶ୍ୱର ବାଇବଲରେ କାହାକୁ ମଧ୍ୟ ଏ ବ୍ୟକ୍ତି ମୋର ମନର ମତର ବ୍ୟକ୍ତି କେବେ କାହାକୁ କହିନାହାନ୍ତି। କେବଳ ଦାଉଦଙ୍କୁ ହିଁ କହିଲେ, ଦାଉଦ ମୋର ମନର ମତର ବ୍ୟକ୍ତି। ମୁଁ ଯାହା କରିବା ପାଇଁ ଇଚ୍ଛା କରୁଛି ସେ ତାହା କରୁଛି, ମୁଁ ଯାହା ଭାବୁଛି ସେ ତାହା କରୁଛି। ପ୍ରିୟମାନେ, ଦାଉଦଙ୍କୁ ପରମେଶ୍ୱର କେଉଁ ଗୁଣ, କେଉଁ ବିଷୟ ଦ୍ୱାରା ସେ ବହୁତ ପସନ୍ଦ କରୁଥିଲେ। ଦାଉଦ ଗଲିହାତକୁ ସେ ପରାଜୟ କଲେ, ବହୁତ ବଢ଼ିଆ କଥା। ମାତ୍ର ଦାଉଦ ଗଲିହାତକୁ ପରାଜୟ କଲେ, ସେଥିପାଇଁ ପରମେଶ୍ୱର ଦାଉଦଙ୍କୁ ଅଧିକ ପସନ୍ଦ କଲେ ନାହିଁ। ଦାଉଦକୁ ପରମେଶ୍ୱର ଅଧିକ ପସନ୍ଦ କାହିଁକି କଲେ? ଦାଉଦ ସେ ପାପ କଲା ପରେ, ଯେତେବେଳେ ତାଙ୍କର ପାପ ମୁଁ କରିଛି ବୋଲି ସେ ଜାଣିଲା ପରେ ତାଙ୍କର ପାପକୁ ଲୁଚାଇଲେ ନାହିଁ। ପ୍ରିୟମାନେ, ଆଜି ଏହି ପ୍ରକାର କୌଣସି ବ୍ୟକ୍ତିକୁ ଆପଣ ଦେଖିବେ ନାହିଁ ଯାହାର ପାପକୁ ସେ ଖୁଲ୍ଲମ ଖୁଲ୍ଲା ସେ କହେ, ମୁଁ ଏଇ ପାପ ଗୁଡ଼ିକ କରିଛି, ମୋର ଏଇ ପ୍ରକାର ଭୁଲ ହେଇଗଲା। ଏମିତିକି ସେମାନେ ନିଜ ଲୋକମାନଙ୍କୁ, ନିଜର ସ୍ୱାମୀ କି ନିଜର ସ୍ତ୍ରୀ, ଏମିତି କାହାକୁ ମଧ୍ୟ ସେମାନେ କହିପାରନ୍ତି ନାହିଁ। ମାତ୍ର ଦାଉଦ ଏହି ପ୍ରକାର ଗୋଟେ ବ୍ୟକ୍ତି ଯେ କି ପାପ କଲା ପରେ ସେ ନିଜର ପାପକୁ ସେ ଖୁଲ୍ଲମ ଖୁଲ୍ଲା ସ୍ୱୀକାର କରୁଛନ୍ତି। ଆଉ ସେ ଯେଉଁ ପାପ ସେ କରିଥିଲେ ସେହି ପାପକୁ ସେ ଗୋଟେ ଗୀତ ଭାବରେ ମଧ୍ୟ ଲେଖି ଆମମାନଙ୍କୁ ଦେଉଅଛନ୍ତି। ଗୀତ ସଂହିତା 51 ଗୀତ। ଦାଉଦ ଯେଉଁ ସମୟରେ ବତ୍ସେବା ସହିତ ଗମନ କଲା ଉତ୍ତାରେ, ନାଥନ ଭବିଷ୍ୟତ ବକ୍ତା ତାଙ୍କ ନିକଟକୁ ଆସିଲେ। ଆଉ ନାଥନ ଆସି ତାଙ୍କର ପାପ ବିଷୟରେ ତାଙ୍କୁ ଯେଉଁ ସମୟରେ ସେ ଅବଗତ କରାଇଲେ, ସେହି ସମୟରେ ଦାଉଦ ସେ ନିଜର ଅପରାଧକୁ ଲୁଚାଇଲେ ନାହିଁ। ଆଜି ମଧ୍ୟ ଆମମାନେ ଦାଉଦଙ୍କର ସେହି ଗୀତକୁ ଆମେ ପଢ଼ୁଛୁ। ପ୍ରିୟମାନେ, ଦାଉଦ ଏହି ପ୍ରକାର ଗୋଟେ ବ୍ୟକ୍ତି ଥିଲେ ଯେ କେବଳ ପାପ କଲେ ତାହା ନୁହେଁ, ସେ ଏତେ ସାହସର ସହିତ ନିଜର ପାପକୁ ସର୍ବସାଧାରଣ ଲୋକଙ୍କ ଆଗରେ, ପୃଥିବୀରେ ଯେତିକି ଜଣ ବାଇବଲକୁ ଜାଣନ୍ତି, ବାଇବଲକୁ ପଢ଼ନ୍ତି, ଦାଉଦଙ୍କର ଏହି ଗୀତକୁ ସେମାନେ ଅତି ସତ୍ୟ ଭାବରେ ବା ଅତି ଭଲ ଭାବରେ ସେମାନେ ଜାଣିଅଛନ୍ତି। ଲେଖାଯାଉଛି 51 ଗୀତରେ, କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ ମୁଁ କରିଅଛି। 6 ପଦରେ, ଦେଖ ତୁମେ ଅନ୍ତରରେ ସତ୍ୟତା ଚାହୁଁଅଛ, ପୁଣି ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ। ଏସବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି। ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳବର୍ଣ୍ଣ ହେବି। ପ୍ରିୟମାନେ, ଦାଉଦ ଏହି ପ୍ରକାର ବ୍ୟକ୍ତି ଯେ କି ପାପ କଲା ପରେ ନିଜର ପାପକୁ ସେ ଲୁଚାଇକି ରଖିଲେ ନାହିଁ। ନିଜ ପାପକୁ ସର୍ବସାଧାରଣ ଲୋକଙ୍କ ଆଗରେ ସେ ନିଜର ପାପକୁ ସ୍ୱୀକାର କରୁଛନ୍ତି। ବାଇବଲ ଆମମାନଙ୍କୁ କହେ, ଗୀତ ଆମମାନଙ୍କର 1 ଯୋହନ 1 ଅଧ୍ୟାୟର 9 ପଦ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କହେ, ଲେଖାଗଲା, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆଜି ଅନେକ ଜଣ ପାପ କରନ୍ତି, ମାତ୍ର ସେମାନେ ସ୍ୱୀକାର କରନ୍ତି ନାହିଁ, ମାନନ୍ତି ନାହିଁ, ବିଭିନ୍ନ ପ୍ରକାର ବାହାନା ଗୁଡ଼ିକ ଦେଖାନ୍ତି। ମାତ୍ର ଦାଉଦ ସେ ପ୍ରକାର ବ୍ୟକ୍ତି ନଥିଲେ। ସେ ଯେଉଁ ସମୟରେ ପାପରେ ପଡ଼ିଗଲେ, ବତ୍ସେବା ସହିତ ପାପ କଲେ, ଆଉ ସେ ପାପ କଲା ପରେ କୌଣସି ବାହାନା କରୁନାହାନ୍ତି। ସେ କହୁନାହାନ୍ତି ଯେ
ସେ କାହିଁକି ବାହାରେ ଗାଧୋଉଥିଲା, ସେ ଘରେ ଗାଧୋଇବାର ଆବଶ୍ୟକ ଥିଲା। ମୁଁ ଯେ ସମୟରେ ଗଲି ସେ ଏ ପ୍ରକାର ବାହାରେ ଗାଧୋଉଥିବାରୁ ମୁଁ ତାକୁ ଦେଖିଲି। ଦେଖିଲା ପରେ ମୋ ଭିତରେ କୌଣସି ଗୋଟିଏ ଅଧର୍ମ ଚିନ୍ତା ଆସିଲା, କୌଣସି ଗୋଟିଏ ମନ୍ଦତା ମୋ ଭିତରେ ଆସିଲା। ଏଇଟା ସେ କହିନାହାନ୍ତି, ସେ ସିଧାସଳଖ କହୁଅଛନ୍ତି ଯେ ଏଇଟା ମୁଁ କରିଛି, ମୁଁ ହିଁ କରିଛି। ଲେଖାଯାଏ 4 ପଦରେ ଆମେ ପଢ଼ୁଥିଲୁ ଯେ ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ତେଣୁ ତୁମେ କଥା କହିଲା ବେଳେ ଧାର୍ମିକ ଓ ବିଚାର କରିଲା ବେଳେ ନିର୍ଦ୍ଦୋଷ ହେବେ। ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ ମାତା ମୋତେ ଗର୍ଭଧାରଣ କଲା। ପ୍ରିୟମାନେ, ଏହି ସ୍ଥାନରେ ଦାଉଦ କୌଣସି ପ୍ରକାର ଏକ୍ସକ୍ୟୁଜ୍, କୌଣସି ପ୍ରକାର ବାହାନା କରୁନାହାନ୍ତି। ଆଉ ସେ ସର୍ବସାଧାରଣ ଲୋକଙ୍କ ଆଗରେ ସେ ନିଜର ପାପକୁ ସ୍ୱୀକାର କରୁଛନ୍ତି, ନିଜର ମନର ଅଧର୍ମକୁ ସେ ପରମେଶ୍ୱରଙ୍କ ନିକଟରେ ଜଣାଉଅଛନ୍ତି। ସେଥିପାଇଁ ସେ ଶେଷରେ କହୁଅଛନ୍ତି ଆମମାନଙ୍କର 14 ପଦରେ, ହେ ପରମେଶ୍ୱର, ମୋ ତ୍ରାଣର ପରମେଶ୍ୱର, ତୁମେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର। ତହିଁରେ ମୋହର ଜିଭା ତୁମ ଧର୍ମ ବିଷୟରେ ଉଚ୍ଚସ୍ୱରେ ଗାନ କରିବି। ମୁଁ କେବଳ ବ୍ୟଭିଚାର ପାପ କଲି ନାହିଁ, ଜଣକୁ ହତ୍ୟା ମଧ୍ୟ ମୁଁ କରିଦେଲି। ଏହି ପ୍ରକାର ଭାବରେ ସେ ପ୍ରକାର ନିଜର ହୃଦୟ ଫିଟାଇ, ମୁଖ ଫିଟାଇ ସେ କହୁଛନ୍ତି। 16 ପଦରେ କହୁଛନ୍ତି, କାରଣ ତୁମେ ବଳିଦାନରେ ସନ୍ତୁଷ୍ଟ ନୁହଁ, ହେଲେ ମୁଁ ତାହା ଦିଅନ୍ତି। ହୋମ ବଳିରେ ତୁମର କିଛି ସନ୍ତୋଷ ନାହିଁ। ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି। ହେ ପରମେଶ୍ୱର, ତୁମେ ଭଗ୍ନ ଅଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ। ପ୍ରଭୁଙ୍କର ଗୌରବ। ପ୍ରିୟମାନେ, ଦାଉଦ ପରମେଶ୍ୱରଙ୍କର ମନର ମତ ବ୍ୟକ୍ତି ଥିଲେ। ଆଉ ଯେଉଁ ସମୟରେ ସେ ପାପ କଲେ, ଆଉ ଯେଉଁ ସମୟରେ ସେ ଜାଣିଲେ ଯେ ମୁଁ ପାପ କରୁଛି ଆଉ ଏହି ପାପ ମୋତେ ପରମେଶ୍ୱରଙ୍କ ଠାରୁ ଅଲଗା କରୁଅଛି, ସେହି ସମୟରେ ଦାଉଦ ସାଙ୍ଗେ ସାଙ୍ଗେ ନିଜର ପାପକୁ ସ୍ୱୀକାର କରିଛନ୍ତି। ଆଜି ଆପଣଙ୍କ ପାଖରେ ଏ ସାହସ ଅଛି କି ଦାଉଦଙ୍କ ପରି? ଆପଣ ଯେଉଁ ସମୟରେ ପାପ କରିଛନ୍ତି, ଭୁଲ କରିଛନ୍ତି, ଅନେକ ଜଣ ନିଜ ସ୍ତ୍ରୀଙ୍କ ସହିତ ଝଗଡ଼ା ଲାଗିବେ, ଗଣ୍ଡଗୋଳ ହେବେ, କ୍ଷମା ମାଗିବେ ନାହିଁ। ନିଜର ଭାଇଙ୍କ ସହିତ ଝଗଡ଼ା ଲାଗିବେ, ଗଣ୍ଡଗୋଳ ଲାଗିବେ, ବିଭିନ୍ନ ପ୍ରକାର କଥା କୁହାକୁହି ହେବେ, କ୍ଷମା ମାଗିବେ ନାହିଁ। ମାତ୍ର ଦାଉଦ ସେ ପ୍ରକାର ବ୍ୟକ୍ତି ନଥିଲେ। ଦାଉଦ ସାଙ୍ଗେ ସାଙ୍ଗେ କ୍ଷମା ମାଗିବା ଲୋକ, ସାଙ୍ଗେ ସାଙ୍ଗେ ଅନୁତାପ କରିବା ଲୋକ, ସାଙ୍ଗେ ସାଙ୍ଗେ ନିଜର ଭୁଲକୁ ସ୍ୱୀକାର କରିବା ଲୋକ। ପ୍ରିୟମାନେ, ଦାଉଦ ପରମେଶ୍ୱରଙ୍କର ମନର ମତ ବ୍ୟକ୍ତି। ପରମେଶ୍ୱର ଦାଉଦକୁ ପସନ୍ଦ କରୁଥିଲେ। ଦାଉଦ ଯେଉଁ ପାପ କଲା ସେଇ ପାପକୁ ସେ ନାହିଁ, ମାତ୍ର ଦାଉଦ ପାପ କଲା ପରେ କି ପ୍ରକାର ଅନୁତାପର ସହିତ ପରମେଶ୍ୱରଙ୍କ ନିକଟକୁ ଫେରି ଆସୁଛନ୍ତି, ଆଉ କି ପ୍ରକାର ଭାବରେ ନିଜର ପାପକୁ ସର୍ବସାଧାରଣ ଲୋକଙ୍କ ଆଗରେ ସେ ସ୍ୱୀକାର କରୁଛନ୍ତି। ଦାଉଦ ଏବେ ଆମମାନଙ୍କ ମଧ୍ୟରେ ନାହାନ୍ତି, ମାତ୍ର ଦାଉଦଙ୍କ ଦ୍ୱାରା ରଚିତ ସେହି ପୁସ୍ତକ ବା ସେହି ପର୍ବରୁ ଆମେ ଜାଣିପାରୁଛୁ ଯେ ଦାଉଦ ନିଜର ପାପକୁ କେବେ ଲୁଚେଇ ନାହାନ୍ତି। କାରଣ ବାଇବଲ କହେ, ଯେ ଆପଣା ଅଧର୍ମକୁ ଆଚ୍ଛାଦନ କରେ ସେ ଦୟା ପାଏ ନାହିଁ, ମାତ୍ର ଯିଏ ତାହା ସ୍ୱୀକାର କରି ଛାଡ଼ଇ ସେ ଦୟା ପାଏ। ଆଜି ପରମେଶ୍ୱର ଯଦି ଆପଣଙ୍କ ବାକ୍ୟ ଦ୍ୱାରା କଥା ହେଉଛନ୍ତି, ଆପଣଙ୍କର ଭିତରେ କିଛି ଗୁପ୍ତ ପାପ ରହିଛି ଯାହା ଆପଣଙ୍କୁ ପରମେଶ୍ୱରଙ୍କ ଠାରୁ ଦୂରକୁ କରୁଛି, ପରମେଶ୍ୱର ଗଞ୍ଜଣା ଦେଉଛନ୍ତି, ଆପଣ କାହିଁକି ସ୍ୱୀକାର କରିବେ ନାହିଁ? ପ୍ରିୟମାନେ, ଆମମାନଙ୍କର ପାପ ଯେଡ଼େ ବଡ଼ ପାପ ବି କରିଥିଲେ, ଯଦି ଆମେ ଆମମାନଙ୍କ ପାପକୁ ଆମେ ସ୍ୱୀକାର କରୁ, ଆମେ ମାନି ନେଉ, ପରମେଶ୍ୱର ଆମମାନଙ୍କର ଅଧର୍ମକୁ କ୍ଷମା କରିବେ, ଆମମାନଙ୍କୁ ଏସବୁ ଦେଇ ସେ ନିର୍ମଳ କରିବେ, ତାଙ୍କ ରକ୍ତ ଦ୍ୱାରା ଆମକୁ ପବିତ୍ର କରିବେ। ସେଥିପାଇଁ ଆମମାନଙ୍କର ପାପ ଦୋଷ ଅପରାଧକୁ ଆମେ ଲୁଚେଇ ରଖିବା ନାହିଁ, ତାହାକୁ ବାହାନାବାଜି ଆମେ କରିବା ନାହିଁ। ଆମେ ପରମେଶ୍ୱରଙ୍କ ନିକଟରେ ତାହା ଆମେ ସ୍ୱୀକାର କରିବା, କାରଣ ଆମେ ଯଦି ପାପ ସ୍ୱୀକାର କରୁ ତାହେଲେ ସେ କ୍ଷମା କରିବେ। ଯଦି ଆମେ ସ୍ୱୀକାର କରୁନୁ ତାହା କେବେ ବି କ୍ଷମା ହେବ ନାହିଁ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ବାକ୍ୟ ରୂପୀ ପରମେଶ୍ୱର, ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରତି ପ୍ରଭାତରେ ତୁମର ଦୟା ଚିର ନୂତନ ଅଟେ। ଆଉ ପ୍ରଭୁ, ତୁମେ ଅତି ସ୍ପଷ୍ଟ ଭାବରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ। ଆମମାନଙ୍କ ପାପ ଦୋଷ ଅପରାଧକୁ ଆମେ ସ୍ୱୀକାର କରୁଛୁ। ପ୍ରଭୁ, ମୁଁ ପ୍ରାର୍ଥନା କରେ ଯେଉଁମାନେ ଏ ସନ୍ଦେଶ ଶୁଣିବା ସମୟରେ ନିଜ ପାପ ଗୁଡ଼ିକକୁ ମାନୁଛନ୍ତି, ସ୍ୱୀକାର କରୁଛନ୍ତି, ଅନୁତାପ କରୁଛନ୍ତି, କାନ୍ଦୁଛନ୍ତି, ତୁମେ ଦୟାକରି ତୁମେ ସେମାନଙ୍କୁ କ୍ଷମା କର, ସେମାନଙ୍କୁ ପ୍ରଭୁ ପରିଷ୍କାର କର, ପୁନର୍ବାର ଗ୍ରହଣ କର, ପୁନର୍ବାର ଆଉ ଗୋଟେ ସୁଯୋଗ ଦିଅ ବୋଲି ପ୍ରାର୍ଥନା କରୁଛି। ପ୍ରଭୁ, ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍।
प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह कले आसंता अध्याय आ गोटे नुआ प्रसंग में परस्पर सहित साक्षात करवा रहिबा। नमस्कार। प्रेज द लॉर्ड। गॉड ब्लेस यू।